ଚାଲ ଯିବା ପୁଣି ଆଉ ଗୋଟେ ରିଙ୍ଗ ସେରିମନି କରିବା ପାଇଁ। ଏବେ କ୍ୟାମେରାମାନଙ୍କର ଏତେ ଭାଉ ଯେ କ୍ୟାମେରାମାନଙ୍କ କଥା ହିସାବରେ ଭାଇ ନାମରେ ବେଦିରେ ବାହାର କରିବେ। ଆଜିକା ଡେଟରେ ଆଗ ହେଲା ଫଟୋ, ତାପରେ ହେଲା ମନ୍ତ୍ର। ଆମେ ବାହାରି ପଡିଥିଲୁ ରିଙ୍ଗ ସେରିମନି କରିବା ପାଇଁ ରାମଚଣ୍ଡୀ ପାଖକୁ। ଲାଇଟ୍ ଫାଇଟ୍ ସବୁ ସେଟିଂ କରିକି ବାହାରି ଆସିଥିଲୁ ସିନେମାଟିକ ସୁଟ୍ କରିବା ପାଇଁ, ଯାହାକି ବ୍ୟାକ୍ ଡୋର ସୁଟ୍ ସାରିକି ଆସିଥିଲୁ ଆମେ ରାମଚଣ୍ଡୀ ପୀଠକୁ, ଯାହାକି ମାଙ୍କୁ ଦର୍ଶନ କରିବା ପାଇଁ। ମାଙ୍କ ପାଖରେ ଥିଲା ଆମର ଆଲୋକ ଭାଇନା। ଆଲୋକ ଭାଇନାଙ୍କୁ ଦେଖା କରି ଆସିଥିଲୁ ଆମେ ମାଙ୍କ ପାଖକୁ ଦର୍ଶନ କରିବା ପାଇଁ। ମାଙ୍କ ପାଖରୁ ଦର୍ଶନ କରି ଆଲୋକ ଭାଇନାଙ୍କର ବଡ ସ୍ପେଶାଲ କ୍ଷୀରି ଖାଇ ଯାଇଥିଲୁ ଆମେ ଷ୍ଟେଜ ପାଖକୁ। ଡେଭିଡ ଆମର ଖାଇବ ବୋଲି ଯାହା ହଉଥାଏ ଦେଖୁନାହାନ୍ତି, ଗୁପଚୁପ ଖାଇଲା ପୁଣି ଆଇସ୍କ୍ରିମ ବି ନେଇକି ଆଇଲାଣି। ଯାହା ହଉ ଆଇସ୍କ୍ରିମ ମୋ ପାଇଁ ବି ଗୋଟେ ନେଇକି ଆଇଛି। ଏବେ ଆମର ଥାଇ ଟେକା ଟିକେ କାମ ସରି ଯାଇଥିଲା। ଗେଷ୍ଟ ମାନଙ୍କର କିଛି ସୁଟ୍ କରିକି ଆସିଥିଲୁ ଆମେ ଷ୍ଟେଜ ଉପରକୁ, ଯାହାକି ପୁଅ ଝିଅ ମଧ୍ୟ ଆସି ଯାଇଥିଲେ ଷ୍ଟେଜ ଉପରକୁ। ଡେରି ନ କରି ଆମେ ରିଙ୍ଗ ରେ କିଛି ସୁଟ୍ କରିଦେଇଥିଲୁ। ଆଉ ଏବେ ବର୍ତ୍ତମାନ ରିଙ୍ଗ ପିନ୍ଧା ପିନ୍ଧି ହେଇଯାଇଥିଲା। ରିଙ୍ଗ ସେରିମନି ତ ସରିଗଲା, ଏବେ ଆସନ୍ତୁ କେକ୍ କାଟିବାକୁ ଯିବା। ଆରେ କେକ୍ କଟା ମଧ୍ୟ ହେଇଗଲା, ତାହେଲେ ବହୁତ ବଢିଆ ହେଲା। ଆଉ କେକ୍ କଟା ସରୁ ସରୁ ରାତି ମଧ୍ୟ ହେଇଥିଲା। ଭାଇ ମାନେ ରାତି ହେଇଥିବାରୁ ଆମେ ବି ରହିଲୁ। ପୁଣି ଦେଖା ଗୋଟେ ନେକ୍ସଟ ବ୍ଲଗ ରେ। ଜୟ ଜଗନ୍ନାଥ।